ଆଉ ଗୋଟେ କଥା ଆଜ୍ଞା, ମତେ ଯୋଉ ଏ ଭିଡିଓ ଡିଲିଟ କରିବା ପାଇଁ ଧମକିଆକୁ ଆରମ୍ଭ ହେଲାଣି। ଭିଡିଓଟା ଡିଲିଟ କରାଯାଉ ଧମକି ଆରମ୍ଭ ହେଲାଣି। ତେଣୁ ଚିନ୍ତା କରନ୍ତୁ କୌଣସି କୋଉ ଭଳିଆ ମାନସିକ ଚାପରେ ମୁଁ ରହୁଥିବି। ଭିଡିଓ ଭିଡିଓ ଡିଲିଟ କାହିଁ କରିଛୁ, ଏ ଭିଡିଓ କାହିଁ ଅପଲୋଡ କରୁଛୁ ତା ଡିଲିଟ କରାଯାଉ। ମାନେ ଭିଡିଓ ମୁଁ ଡିଲିଟ କରିବି, କାହିଁ ଆଜ୍ଞା ଡିଲିଟ କରିବି? ମୁଁ ତ ଆଜ୍ଞା ମରିବି। ମରିବାକୁ ତ ଯେତେକ ଜଣ ଥିବେ ସେମାନେ ତ ଜଣା ପଡିବେ ନା। ଆଜ୍ଞା ଗୋଟେ ପୋଲିସ ବାଲାକୁ ପିଟି ପିଟି ମାରିଦେଲେ, ତାଙ୍କ ପାଇଁ ତ 50 ଲୋକ ଯାଇକି ଭିତରେ ଥାନାରେ ବସିଲେ ନା। ସେମିତି ଯଦି ମୁଁ ବି ଗୋଟେ ସାଧାରଣ ଗୋଟେ କମନ ମ୍ୟାନ, ଆଜ୍ଞା କମନ ମ୍ୟାନ ସବୁବେଳେ କମନ ମ୍ୟାନ ହିଁ ରହନ୍ତି। କମନ ମ୍ୟାନ ଯେତେବେଳେ ରାଗନ୍ତି ସାଧାରଣ ଲୋକ ବହୁତ ଟ୍ରେସରେ ଥାନ୍ତି। ସେଇ ଟ୍ରେସଟା ତାଙ୍କର ବାହାରେ। ତ ମୁଁ ହୁଏତ କମ ପାଠ ପଢିଥାଇପାରେ, କିନ୍ତୁ ଯଦି ବି ମରିବା ପୂର୍ବରୁ ଏମାନେ ଆଉ କେହି ରହିବେନି। ୟାଙ୍କୁ ଆଜ୍ଞା ଆଇଦର ଫାଶୀ ହେଇଯିବ ନହେଲେ ସଜା ହେଇଯିବ। ଆଉ ଗୋଟେ ଭିଡିଓ ମୁଁ ରଖିଥିଲି ଯୋଉଦିନ ମତେ ଧମକେଇଥିଲେ ପ୍ରଥମ ଥର, ଏ ଟୁଲୁ ମଦ ପିଏଇ ସବୁ ଆଜ୍ଞା ଚନ୍ଦାଟାକୁ ଧରିକି ଆପଣ ଯଦି ଇନକ୍ୱାରି କରିବେ ସବୁ କହିବେ କଣ କରିଥିଲେ। ସେଇଦିନ ବି ଗୋଟେ ଭିଡିଓ ଗୋଟେ ଅପଲୋଡ କରିଥିଲି, ନିଜେ ନିଜେ ବି କରିଥିଲି, ରଖିଥିଲି ଯେ ଭବିଷ୍ୟତ କାରଣ ଦବ, ସେଟାକୁ ମୁଁ ଲୋଡ କରିବି। ଆଜ୍ଞା ସେଟା ତ ମୁଁ ବର୍ତ୍ତମାନ ଲୋଡ କରିନଥିବି ନା, ଯୋଉ ଦିନର ଭିଡିଓ ସେଦିନର ତାରିଖ ଥିବ। ଆଜିକାଲି ତ ବହୁତ ଆଡଭାନ୍ସ ଯୁଗ। ଦେଖିବେ ଏଥିରେ କାହା କାହା ନାଁ ମେନସନ କରିଛି, ସେଦିନ କିଏ କିଏ ଥିଲେ। ଏଇ ଘର ଆଜ୍ଞା, ଏଇ ଘର କଲା ଦିନଠୁ ମୋ ସାଙ୍ଗେ ହିଂସା ଲାଗିଛି। ସିଏ ଚାହୁଁଥିଲେ ପଇସା ନେଇକି ନିଶା ଖାଇକି ମରିଯାଉ, ସବୁବେଳେ ଚାହାନ୍ତି ଆଜ୍ଞା ମନ୍ଦିର ପାଖରେ। ଏତେ ଗୋଟେ ଆଜ୍ଞା ମୋ ସାଙ୍ଗ ନାହାନ୍ତି, ମନେ ରଖିଥାନ୍ତୁ। ସମସ୍ତେ ହିଁ ଶତ୍ରୁ ମୋର, କାହିଁକି ନା ମୁଁ ପଇସା କମାଏ। ମୁଁ ସବୁବେଳେ ଚେଷ୍ଟା କରେ ନାହିଁ ମିଶିକି ରହିବା କିଛି। ଆଜ୍ଞା ଆପଣ ଜାଣିଥିବେ କଳି କଲେ ବ୍ୟବସାୟ କରିପାରିବେନି, ବ୍ୟବସାୟ କଲେ କଳି କରିପାରିବେ, କଳି କରିବେ। କିଏ କେତେବେଳେ କଣ କରିଥିବ ନା। ଆଜ୍ଞା ମୋ ବୟସ ଅଛି 35 ବର୍ଷ ହେଲାଣି, ମୁଁ ଗଣ୍ଡଗୋଳ କରିବା ବୟସ ଅଛି ମୋର? ମୁଁ ନିଜେ ଭାଇ ମୋତେ ବାହା ହେଇନି, ମୁଁ ଗୋଟେ ସାଧୁ ଲୋକଟେ, ମୁଁ ଶିବଙ୍କ ଲୋକ। ମୁଁ ଚାହୁଁଛି କି ଶାନ୍ତି, ଶାନ୍ତିରେ ଖାଇବି, ଶାନ୍ତିରେ ବଞ୍ଚିବି, କି ଇଏ ଚାହୁଁଛି। ଆଉ ମୁଁ କାହିଁକି ଏତେ କଥା ମୁଣ୍ଡ ପୁରେଇବି? ଯଦି ଆପଣ ଏଟା ଜାଣିପାରୁଛନ୍ତି ମୁଁ ସିଧା କଥା ଗୋଟିଏ କଥା କହୁଛି, କିଛି ଆକ୍ସନ ନିଅନ୍ତୁ। ମୁଁ ବି ଆଉ ଗୋଟେ ସେ ଯୋଉ ଯଦି ମୋ ଉପରେ ଯୋଉ ଦିନ ମୋ ଦେହ ବାଜିଯିବ, ଏମାନେ ବଜେଇ ଦେବେ, ବଜେଇ ଦେଇ ପାରନ୍ତି, କାରଣ ଯୋଉଠି ପୁଲିସ ହିଁ କିଛି ଆକ୍ସନ ନେଇନି ଏତେ ମଜା, ସେମାନେ ବେଧଡ଼କ ବୁଲୁଛନ୍ତି, ତାଙ୍କୁ କିଏ ସାହସ ଦଉଛି ସେଟା କହିବେ ଆଉ। ମୁଁ ସେ ଭିଡ଼ିଓ ବି ଲୋଡ କରିବି। ଜୟ ଜଗନ୍ନାଥ, ନମସ୍କାର।